କରିବାକୁ ହବ। ଯେମିତି ହେଲେ ବି ଆଜି ରାତିରେ ମତେ ଜେଲ କାନ୍ଥ ଦେଇ ଖସି ଯିବାକୁ ହବ। ମତେ କିଛି ଗୋଟେ କରିବାକୁ
ଏଇଠି ରହିବି ଆଉ ଜାମୁ ଡାଳି ରସ ଖାଇବି। ନା ମୁଁ ଏଠି ଆଉ ଗୋଟେ ମିନିଟ୍ ବି ରହିବିନି। ଭୟ କରିବାର କିଛି ନାହିଁ। ମୁଁ କଣ ଅଛି ଏଇ ଦେଖ ସେଠି ଯୋଉ ଜାମୁ ଡାଳି ଗଛ ଦେଖାଯାଉଛି ସେ ଗଛ ମୂଳେ ଆମେ ସାଙ୍ଗ ହେଇ ରାତିରେ ଶୋଇ ପଡ଼ିବା। ଏ ନା ମୋର ଆଇଁଷିଆ ପ୍ରକୃତି ପ୍ରବଳ ଅଛି। ଯଦି ରାତିରେ କିଛି ଗୋଟେ ଘଟଣା ଘଟିଯିବ ଆମେ ଗୋଟେ କାମ କରିବା ସେ ଗଛ ମୂଳେ ମାଟି ଉପରେ ଗାର ଟାଣି ରାଣ ପକେଇ ଦେବା ଆଉ କହିବା ଏଇ ତୁ ଗାର ଡେଇବୁନି ରହିଲା ରାଣ। ଆଉ ଯଦି ତତେ ରାତିରେ ଭୟ ଲାଗିବ ନା ତାହେଲେ ସ୍ଲୋଲି ମୋ ଉପରେ ହାତ ପକେଇ ଦବ। ତମେ ଏମିତି କଣ କହୁଛ? ଦେଖ ମୁଁ ତମ ଭଉଣୀ ପରିକା ସାକ୍ଷୀ ମାନେ ତମ ଏଗେନଷ୍ଟରେ ସାକ୍ଷୀ ଦେଲେ ଏଥିରେ ମୋର ଭୁଲ କଣ କହିଲ? ମୁଁ ଦେଖ ଏକା ଏକା ଚାଲିଯିବି ଦୟାକରି ମୋତେ କ୍ଷମା କରିଦିଅ। ଆଇ ଏମ୍ ସରି ଭୁଲି ଯାଇଛି କ୍ଷମା କରିଦିଅ। ମୁଁ ଚାଲିଯିବି ଏକା ଏକା ଚାଲିଯିବି। सुनसान जंगलिया रास्ता एका एका যদি ଯିବୁ তাহলে রাস্তা করে পাখা জগিছি একটা বাঘ বহুলি মতুয়ালা বাঘ। ବାଘଠାରୁ ଅଧିକ ଭୟ କରୁଛ ତମେ। ତମ ଅସଲ ଦେଶଟା ମୁଁ ଠିକ୍ ବୁଝିସାରିଛି। You bastard! ମୁଁ ଓଡ଼ିଆ ନିଶାରେ ଥିଲେ ଭାରି ବଢ଼ିଆ। ନିଶା ବିନା ମୋର ଲାଗେ ନା ମନ। ନିଶା ନ ପାଇଲେ ମୁଁ ରାବଣ। ତୁ ମୋତେ ବହୁତ ସୁନ୍ଦର ଲାଗିଲୁ ବୋଲି ମୁଁ ମୋ କେସଟା ତତେ ଦେଇଥିଲି ଲଢ଼ିବା ପାଇଁ। ଆଉ କେସ୍ ଅନୁସାରେ ତୁ ମୋଠୁ ମୁଠା ମୁଠା ଟଙ୍କା ବି ନେଲୁ ଆଉ ଶେଷରେ ମୋତେ ଆଜୀବନ ଜେଲ ଦଣ୍ଡ ବି ଦେଇଦେଲୁ। କିନ୍ତୁ ଏବେ ମୁଁ ଆଉ ଏବେ ତୋଠାରୁ ମୁଁ ସବୁ ବସୁଲ କରିବି। ଠିକ୍ ଅଛି ତମ ପ୍ରୋବ୍ଲେମଟା ମୁଁ ଠିକ୍ ବୁଝିସାରିଛି। କିନ୍ତୁ ତମର ମନେ ରଖିବା ଉଚିତ ମୁଁ ହଉଛି ଆଡଭୋକେଟ ଲିଚା। ଏ ଗାଁ ମଧ୍ୟ ମୋର। ଏ ଗାଁ ସାରା ଟୋକାକୁ ଯଦି ପାଟି ଛିଡ଼େଇ ଡାକିବି ତମକୁ ବଞ୍ଚିକି ଯିବାଟା ମୁସ୍କିଲ ହେଇଯିବ। ପ୍ରଥମ ଦିନ ମୁଁ ତତେ କୋର୍ଟରେ ଦେଖିଲି ତ ପଛ ପଟୁ ଭାବିଲି ପଛଟା ଯଦି ବାରବାଟୀ ଚାଲିବ ତାହେଲେ ତ ଆଗ ପଟୁ ମାରା। ତମ ଆଗରୁ ଦେଖିଲେ ଯେନ୍ତା ତମ ପଛରୁ ଦେଖିଲେ ସେନ୍ତା। ତମ ଆଗରୁ ଦେଖିଲେ ସେନ୍ତା ତମ ପଛରୁ ଦେଖିଲେ ସେନ୍ତା। ତମ ଭିତରୁ ଦେଖିଲେ ଯେନ୍ତା ତମ ବାହାରୁ ଦେଖିଲେ ସେନ୍ତା। बहुत करबुची আমি बहुत করবে তা নয় ନହେଲେ ତୁ ମୋର କଣ କରିବୁ ନା ମନେ ଥାଏ ଯେମିତି ମୁଁ ଓଡ଼ିଆ ନିଶାରେ ଥିଲେ ଭାରି ବଢ଼ିଆ। ନିଶା ବିନା ମୋର ଲାଗେ ନା ମନ। ନିଶା ନ ପାଇଲେ ମୁଁ ରାବଣ। ହାରାମଜାଦି ମୁଁ ଆଜି ତତେ ଏମିତି ଦଣ୍ଡ ଦେବି ଯେମିତି କି କୋର୍ଟରେ ଜଜ୍ ମତେ ଦେଇ ଆଡଭୋକେଟ ଲିଜା ମିଷ୍ଟର ବଳରାମ ମହାରଣା ମୋର ଭଳିଆ କେସ୍ ହାତକୁ ନେଇ ହାରି ଯାଇଥିବାରୁ ଏ ଭଳିଆ ତାକୁ ଘୋଷାରି ଦଳି ଚକଟି ଜାମୁ ଡାଳି ରସ ଖାଇଗଲା।